ପ୍ରବନ୍ଧ ଅନୁତାପ। ପ୍ରାବନ୍ଧିକ ରତ୍ନାକର ପତି। ମାନବର କର୍ମମୟ ଜୀବନରେ କର୍ମର ବିକାଶ ଓ ପ୍ରତିଷ୍ଠା ସଙ୍ଗେ ସଙ୍ଗେ ସେଥିରେ ନାନା ପ୍ରକାର ସ୍ଖଳନ ପରିଲକ୍ଷିତ ହୋଇଥାଏ। ପାନ ଭୋଜନ ପ୍ରଭୃତି ଦୈନନ୍ଦିନ କର୍ମଠାରୁ ଆରମ୍ଭ କରି ଗଭୀର ଚିନ୍ତା ସାପେକ୍ଷ ଜୀବଜଗତ ସମସ୍ୟା ପର୍ଯ୍ୟନ୍ତ ସର୍ବତ୍ର ନ୍ୟୁନାଧିକ ପରିମାଣରେ ଏହି ସ୍ଖଳନର ସମ୍ଭବପରତା ବିଦ୍ୟମାନ ରହିଅଛି। ସ୍ୱାଧୀନ ପ୍ରାଣ ମାନବ ନିର୍ଜୀବ ଜଡ଼ବସ୍ତୁମାନଙ୍କ ପରି ଏକ ଅପରିବର୍ତ୍ତନୀୟ ଗତିପଥରେ ଚାଳିତ ନ ହୋଇ ସ୍ୱୀୟ ପ୍ରଜ୍ଞାବଳରେ ନିଜର କର୍ମପନ୍ଥା ସ୍ଥିରୀକରଣ ପୂର୍ବ ତଦନୁଯାୟୀ କାର୍ଯ୍ୟକ୍ଷେତ୍ରରେ ଅଗ୍ରସର ହୁଏ ଏବଂ ଯେ ପର୍ଯ୍ୟନ୍ତ ତାହାର ଅନୁଧ୍ୟାନ ଶକ୍ତି ନିଜର ଦୃଷ୍ପବୃତ୍ତି ବା ଅନ୍ୟାନ୍ୟ ବହିଃଶକ୍ତି ପ୍ରଭାବିତ ନ ହୋଇ ଧୀରସ୍ଥିର ଭାବରେ ନିୟୋଜିତ ହୋଇଥାଏ, ସେ ପର୍ଯ୍ୟନ୍ତ ସର୍ବଦା ସତ୍ ଓ ଅଭ୍ରାନ୍ତ ପଥରେ କର୍ମ ସମ୍ପାଦନ କରି ଜୀବନର ସାର୍ଥକତା ଓ ମହନୀୟତା ଉପଲବ୍ଧି କରୁଥାଏ। ମାତ୍ର ଦୁଃଖର କଥା, ତାହାର ଚିନ୍ତାଶକ୍ତି ଦୃଷ୍ପବୃତ୍ତି ବା ବାହାରର ଅନ୍ୟାନ୍ୟ କାରଣବଶତଃ ସମୟ ସମୟରେ ହୀନପ୍ରଭ ହୋଇ ତାହାକୁ ଅନ୍ଧୀଭୂତ କରି ପକାଏ। ତେଣୁ ସେ କର୍ମର ଅଭ୍ରାନ୍ତ ପନ୍ଥା ସ୍ଥିର କରି ନ ପାରି ବିଦିଗରେ ଚାଳିତ ହୁଏ। ଯେପରି ଜଳଦରାଶି ପ୍ରଦୀପ ମାର୍ତ୍ତଣ୍ଡର ପ୍ରଭା ରୋଧ କରି ଧରାରେ କର୍ମମୟତା ହ୍ରାସ କରେ, ସେହିପରି କାମ କ୍ରୋଧ ପ୍ରଭୃତି ଦୃଷ୍ପବୃତ୍ତିଗଣ ମାନବର ସମସ୍ତ ତେଜ ଓ ହିତାହିତ ବିଚାରଶକ୍ତିକୁ ମନ୍ଦୀଭୂତ କରି ତାହାର ଜୀବନକୁ ନିଷ୍ପ୍ରଭ ଓ ଜଡ଼ତୁଲ୍ୟ କରିଦିଅନ୍ତି। ତେଣୁ ମନୁଷ୍ୟ ଭଲ ମନ୍ଦ ପ୍ରଭୃତି ଭେଦଜ୍ଞାନରେ ଚାଳିତ ନ ହୋଇ କୌଣସି ପ୍ରକାରେ କାର୍ଯ୍ୟକ୍ଷେତ୍ରରେ ଅଗ୍ରସର ହୁଏ। ଏହିପରି ମାନବ ଜୀବନର ଅନେକ ସମୟରେ ସ୍ଖଳନ ଦୃଷ୍ଟିଗୋଚର ହୋଇଥାଏ ଏବଂ ଏହି ସ୍ଖଳନ ଜନିତ ନାନା ଅଶାନ୍ତି ଜୀବନର ସରସତା ନଷ୍ଟ କରେ। ଛାତ୍ର ଆଳସ୍ୟ ବିଳାସ ପ୍ରଭୃତି ନାନା ପ୍ରଲୋଭନରେ ପଡ଼ି ଅଧ୍ୟୟନ ପ୍ରଭୃତି କର୍ତ୍ତବ୍ୟରୁ ବିଚଳିତ ହେଉଅଛି। ପିତାମାତା ସନ୍ତାନ ସନ୍ତତିଙ୍କ ଉନ୍ନତିକଳ୍ପେ ନାନା ଉପାୟ ଅବଲମ୍ବନ କରି ସୁଦ୍ଧା ବିଭିନ୍ନ ପ୍ରଭାବର ଅଧୀନରେ ଅକୃତକାର୍ଯ୍ୟ ହେଉଛନ୍ତି। ସେନାପତି ବ୍ୟୁହ ରଚନାରେ ନାନା କୌଶଳ ପ୍ରୟୋଗ କରି ଅବଶେଷରେ ନିଜର ସ୍ୱଳ୍ପଦକ୍ଷତା ବଶତଃ ବିଫଳ ପ୍ରଯତ୍ନ ହେଉଅଛନ୍ତି ଏବଂ ଡାକ୍ତର ବା ବୈଦ୍ୟମାନେ ଆୟୁର୍ବେଦର ସମସ୍ତ ସୂକ୍ଷ୍ମ ଆଲୋଚନା ସତ୍ତ୍ୱେ ରୋଗୀ ପରୀକ୍ଷା ଓ ଭେଷଜ ପ୍ରୟୋଗରେ ପଥଭ୍ରଷ୍ଟ ହେଉଛନ୍ତି। ପୁଣି ବ୍ୟକ୍ତିବିଶେଷ ସମାଜ ଏବଂ ଜାତିର ଅନ୍ୟାନ୍ୟ ବ୍ୟକ୍ତିମାନଙ୍କ ପ୍ରତି କିପରି ବ୍ୟବହାର ଦେଖାଇବାକୁ ହେବ, ଏ ବିଷୟରେ ଅନଭିଜ୍ଞ ହୋଇ ସେମାନଙ୍କ ପ୍ରତି ନାନା କୁବ୍ୟବହାର ପ୍ରଦର୍ଶନ କରିଥାନ୍ତି ଏବଂ ସେଥିପାଇଁ ତାଙ୍କର ଜୀବନ ସର୍ବଦା ବିପଦସଂକୁଳ ହୋଇ ରହିଥାଏ। ଏହି ସ୍ଖଳନ ବା ଭ୍ରମ-ପ୍ରମାଦରୁ ରକ୍ଷା ପାଇବା ନିମନ୍ତେ ମାନବ ସ୍ୱଭାବତଃ ନାନା ପ୍ରକାର ଚେଷ୍ଟା କରୁଥିବାର ଦେଖାଯାଏ। ଏହି ଉଦ୍ଦେଶ୍ୟରେ ଶାରୀରିକ ମାନସିକ ଓ ଆର୍ଥିକ ଦଣ୍ଡମାନ ସହଜରେ ପ୍ରବର୍ତ୍ତିତ ହେଉଅଛି ଏବଂ ସମୟ ସମୟରେ ନିର୍ବାସନ ବା ପ୍ରାଣ ବିନାଶ ପର୍ଯ୍ୟନ୍ତ ଉପାୟମାନ ମଧ୍ୟ ପ୍ରୟୋଜିତ ହେଉଅଛି। ଏହା ଅବଶ୍ୟ କରଣୀୟ, ମାତ୍ର ମନେ ରଖିବାକୁ ହେବ, ଏହି ସ୍ଖଳନ ନିରାକରଣ ଉପରୋକ୍ତ ଉପାୟମାନଙ୍କରେ ନାହିଁ, ଅଛି କେବଳ ଆତ୍ମଚିନ୍ତା ଆତ୍ମୋନ୍ନତିରେ। ଉପରୋକ୍ତ ଉପାୟଗୁଡ଼ିକ କେବଳ ବାହାରର, ସୁତରାଂ ସେଗୁଡ଼ିକ ସ୍ୱାଧୀନ ପ୍ରାଣ ମାନବର ସ୍ୱାଧୀନ ପ୍ରସୂତ ସ୍ଖଳନ ପ୍ରବୃତ୍ତିର ପୂର୍ଣ୍ଣ ସଂସ୍କାର କରି ନ ପାରନ୍ତି। ଚୌର୍ଯ୍ୟ ପ୍ରଭୃତି ନାନା ଦୁଷ୍କାର୍ଯ୍ୟର ନିବୃତ୍ତି ନିମିତ୍ତ ଯେଉଁସବୁ ରାଜନୈତିକ ଓ ସାମାଜିକ ଦଣ୍ଡମାନ ଅବଲମ୍ବିତ ହୋଇଅଛି, ସେମାନଙ୍କ ମଧ୍ୟରୁ କୌଣସିଟି ଆଜି ପର୍ଯ୍ୟନ୍ତ ଏହି ଦୁଷ୍ପ୍ରବୃତ୍ତିଗୁଡ଼ିକର ନିରାକରଣରେ ସମ୍ପୂର୍ଣ୍ଣ ରୂପେ କୃତକାର୍ଯ୍ୟ ହୋଇନାହିଁ। ଦେଖାଯାଏ, ଧୂର୍ତ୍ତସ୍ଥ ଛାତ୍ରର ଧୂର୍ତ୍ତତା ଦୂର କରିବା ସକାଶେ ଶିକ୍ଷକ ନାନା ପ୍ରକାର ଦଣ୍ଡ ଭୟର ଆଶ୍ରୟ ନେଇ ସୁଦ୍ଧା ତାର ସେ ପ୍ରବୃତ୍ତିକୁ ସମୂଳେ ଉତ୍ପାଟନ କରିପାରନ୍ତି ନାହିଁ। କାରଣ ଛାତ୍ର ପ୍ରକାଶ୍ୟ ଭାବରେ ସେହି ପ୍ରବୃତ୍ତି ପ୍ରଦର୍ଶନ ନ କଲେ ସୁଦ୍ଧା ଅନ୍ତରରେ ସର୍ବଦା ତାହାଦ୍ୱାରା ଆକୃଷ୍ଟ ହୋଇ ଦିଗରେ ଚାଳିତ ହେବାକୁ ସଚେଷ୍ଟ ଥାଏ।
ସେହିପରି ଚୋର ପୋଲିସ ପ୍ରଭୃତିଙ୍କ ଭୟରେ ଚୋର୍ଯ୍ୟବୃତ୍ତି ଅବଲମ୍ବନ କରିବା, ବାହ୍ୟ ଅନିଚ୍ଛା ଉଦାସୀନତା ପ୍ରଦର୍ଶନ କଲେ ହିଁ ଗୁପ୍ତ ଭାବରେ ସର୍ବଦା ଉପାୟ ଅନ୍ୱେଷଣ କରୁଥାଏ ଏବଂ ସୁବିଧା ପାଇଲେ ତତ୍କ୍ଷଣାତ୍ ତାହାର ପ୍ରବୃତ୍ତିଟି ଚରିତାର୍ଥ କରିଦିଏ। ଏହିପରି କେତେକ ବ୍ୟକ୍ତି ସାମାଜିକ ଓ ବ୍ୟକ୍ତିଗତ ନିନ୍ଦାରୁ ରକ୍ଷା ପାଇବା ଲାଗି ବାହାରେ ଧର୍ମ ଧର୍ମ ବୋଲି ଆସ୍ଫାଳନ କଲେ ସୁଦ୍ଧା ଭିତରେ ଅଧର୍ମ ପ୍ରତି ଆସ୍ଥା ଦମନ କରି ନ ପାରି ନାନା ପ୍ରକାର କୁକାର୍ଯ୍ୟରେ ନିଯୁକ୍ତ ହୋଇ ରହିଥାନ୍ତି। ଓ ଆଉ କେତେକ ସମାଜ ଭଲ ଲୋକ ନିନ୍ଦାକୁ ରକ୍ଷା ପାଇବା ନିମିତ୍ତ ଦାଣ୍ଡରେ ନିଃସ୍ୱାର୍ଥପରତା ଓ ଦେଶ ହିତୈଷିତାର ଉନ୍ନତ ହେଲେ ମଧ୍ୟ ଲୁକ୍କାୟିତ ଭାବରେ ସ୍ୱାର୍ଥ ସିଦ୍ଧିରେ ନିର୍ବିଷ୍ଟ ରହନ୍ତି। ଏହି ମାନବ ଘଟଣାମାନ ଦେଖି କିଏ ନ କହିବ ଯେ ବାହ୍ୟ ଉପାୟରେ ମାନବର ଦୁଷ୍ପ୍ରବୃତ୍ତି ଓ ସ୍ଖଳନ ସମ୍ପୂର୍ଣ୍ଣ ରୂପେ ଦୂରୀଭୂତ ହୋଇ ନ ପାରେ। ସେଥିପାଇଁ ଉପାୟ ଅବଲମ୍ବନ କରିବା ଉଚିତ। ଯହିଁରେ ଏହି ପ୍ରବୃତ୍ତିଗୁଡ଼ିକ ସମୂଳେ ଧ୍ୱଂସପ୍ରାପ୍ତ ହୋଇ ମାନବ ପ୍ରାଣରେ ନବୀନ ବଳ ଓ ପୂର୍ଣ୍ଣ ସଂସ୍କାର ସମାହିତ ହେବ। ଏହି ଉପାୟ ଦୁଷ୍ପ୍ରବୃତ୍ତିମାନଙ୍କର ଅଧୀନ ମାନବ ପ୍ରାଣରେ ବାହ୍ୟ ଭୟ ଓ ଦଣ୍ଡବିଧାନ ନୁହେଁ, କେବଳ ଆତ୍ମସଂସ୍କାରକୁ ମାନବର ହୃଦୟନିଃସୃତ କଥା ସମସ୍ତ ଆବେଗର ସହିତ ପରିଗୃହୀତ ଅନ୍ତର୍ଭୁକ୍ତି ବିଧାୟକ ଅନୁତାପ। ଅବଶ୍ୟ ବାହ୍ୟ ଦଣ୍ଡବିଧାନ ଜୀବନ ସଂସ୍କାରର ଗୃହୀତ ନ ହେଲେ ଜୀବନ କ୍ଷେତ୍ରରେ ତାହାର କାର୍ଯ୍ୟକାରିତା ଅସମ୍ଭବ ହୋଇଥାଏ। ମାନବ ନିଜର ଅଭିଧେୟ କାର୍ଯ୍ୟ ସକାଶେ ଅନୁତପ୍ତ ନ ହେଲେ ବାହାରର କୌଣସି ଦଣ୍ଡ ତାହାକୁ ସର୍ବଦା ସତ୍ପଥରେ ନେଇ ନ ପାରେ। ଅନୁତାପ କେବଳ ବିବେକ ସାହାଯ୍ୟରେ ଅବୈଧ କାର୍ଯ୍ୟମାନଙ୍କର ସମାଲୋଚନା ଓ ତଜ୍ଜନିତ ଦୁଃଖାନୁଭୂତି ଏବଂ ସଂସ୍କାର ଲିପ୍ସା ନାନା ପ୍ରଲୋଭନରେ ଆକୃଷ୍ଟ ହୋଇ ଯେତେବେଳେ ମାନବ କର୍ମର ପ୍ରକୃତ ପଥରୁ ବିଚଳିତ ହୁଏ, ସେତେବେଳେ ତାହାର ପ୍ରଜ୍ଞା ବା ବିବେଚନା ଶକ୍ତି ହୀନପ୍ରଭ ଥାଏ। ମାତ୍ର ଯେତେବେଳେ ସେହି ବିବେକ ଶକ୍ତି ପୁନର୍ବାର ସମସ୍ତ ପ୍ରଭାବ ସହିତ ଦେଦୀପ୍ୟମାନ ହୁଏ, ସେତେବେଳେ ସେ ନିଜର ବିଗ୍ରହିତା ଉପଲବ୍ଧି କରି ଦୁଃଖରେ ଅଭିଭୂତ ହୋଇପଡ଼େ ଏବଂ ପୁନର୍ବାର ନବୀନ ଉଦ୍ୟମରେ କାର୍ଯ୍ୟର ପ୍ରକୃତ ପଥରେ ଅଗ୍ରସର ହେବାକୁ କୃତ ସଂକଳ୍ପ ହୁଏ। ଏହା ହିଁ ଅନୁତାପ ଓ ଜୀବନ କ୍ଷେତ୍ରରେ ତାହାର କାର୍ଯ୍ୟକାରିତା। ଏହାର ପରିଣାମ ମାନବ ଜୀବନର ଅଶାନ୍ତି ବର୍ଦ୍ଧକ ନୁହେଁ, ବରଂ ତାହାର ସୁଖଶାନ୍ତି ସମ୍ପାଦକ। ସୁତରାଂ ଆମ୍ଭେମାନେ ଏହି ଅନୁତାପକୁ ଗୋଟିଏ ଶକ୍ତି, କେବଳ ସେତିକି ନୁହେଁ, ଗୋଟିଏ ଗଠନ ଶକ୍ତି ବୋଲି ମନେ କରୁ। ଅନୁତାପର ଏହି ଗଠନ ଶକ୍ତି ଜୀବନର ପୂର୍ବ ଦିଗର ଉନ୍ନତିର ମୂଳ ନିଦାନ। ଧର୍ମବୋଲ, ଜ୍ଞାନବୋଲ, ସୁଖବୋଲ ସକଳ ଦିଗରେ ଏହି ଅନୁତାପଜନିତ କ୍ରନ୍ଦନର ଉପାଦେୟତା କାର୍ଯ୍ୟ କରି ଆସୁଅଛି। ବାସ୍ତବିକ ଯଦି ମାନବ ପ୍ରକୃତରେ ଧର୍ମପରାୟଣ ହେବାକୁ ଆତ୍ମାର ସହିତ ଈଶ୍ୱରଙ୍କ ପ୍ରକୃତ ସମ୍ବନ୍ଧରେ ପ୍ରତ୍ୟକ୍ଷ ଭାବରେ ଉପଲବ୍ଧି କରିବାକୁ ଇଚ୍ଛା କରେ, ତାହାହେଲେ ତାହାକୁ ଏହି ଅନୁତାପ ପାଳନରେ ଦଗ୍ଧୀଭୂତ ହେବାକୁ ହେବ। ତଜ୍ଜନିତ କ୍ରନ୍ଦନର ଆଶ୍ରୟ ନେବାକୁ ହେବ। ଯେତେବେଳେ ମାନବ ହୃଦୟ କର୍ମକ୍ଷେତ୍ରରେ ସ୍ୱୀୟ ଦୁର୍ବଳତାଜନିତ ସ୍ଖଳନ ସକାଶେ ଲଜ୍ଜିତ ଓ ସନ୍ତପ ହୋଇ ସେଥିରୁ ନିଷ୍କୃତି ଲାଭ କରିବାକୁ ଚେଷ୍ଟା କରେ ଏବଂ ତାହା ଫଳରେ ନବୀନ ବଳ ଓ ନବୀନ ଦୀପ୍ତିର ଉତ୍ସ ସ୍ୱରୂପ ନିତ୍ୟ ପବିତ୍ରତା ପ୍ରତି ଧାବମାନ ହୁଏ, ସେତେବେଳେ ଯାଇ ବୁଝିବାକୁ ହେବ ତାହାର ପ୍ରାଣରେ ଧର୍ମଭାବ ବିକଶିତ ହୋଇଅଛି। ଅବଶ୍ୟ ଅନେକ କହିପାରନ୍ତି, ଅନୁତାପ ସବୁ ସମୟରେ ଧର୍ମ ମୂଳରେ ନିହିତ ହୋଇ ନ ଥାଏ, କାରଣ ମାନବ ମଧ୍ୟ ବିଶ୍ୱବ୍ରହ୍ମାଣ୍ଡର ସମସ୍ତ ବସ୍ତୁ ବିଷୟରେ ସମ୍ୟକ୍ ଜ୍ଞାନ ଲାଭ କରି ସେହି ଜ୍ଞାନଜନିତ ବିସ୍ମୟରେ ନିମଗ୍ନ ହେବା ସଙ୍ଗେ ସଙ୍ଗେ ବିଶ୍ୱ ସହିତ ନିଜର ସମ୍ବନ୍ଧ ସ୍ଥିର କରିପାରେ ଏବଂ ତାହାର ଫଳସ୍ୱରୂପ ପବିତ୍ର ଆନନ୍ଦ ମଧ୍ୟ ଉପଭୋଗ କରିପାରେ। ସୁତରାଂ ଏପରି ଅବସ୍ଥାରେ ମାନବ କୌଣସି ସ୍ଖଳନର କବଳରେ ନ ପଡ଼ି ସ୍ୱାଧୀନ ଭାବରେ ଧର୍ମଭାବର ବିକାଶ ସାଧନ କରିପାରେ। ମାତ୍ର ସେଥିରୁ ବୁଝିବାକୁ ହେବ ନାହିଁ ଯେ ଅନୁତାପ ଧର୍ମଭାବର ବିକାଶରେ ସାହାଯ୍ୟ କରେ ନାହିଁ, ଏହା ଧର୍ମଭାବର ଉତ୍ପତ୍ତିରେ ଏକମାତ୍ର ସହକାରୀ ହୋଇ ନ ପାରେ। ତଥାପି ଏହା ନିଃସନ୍ଦେହରେ କୁହାଯାଇପାରେ ଯେ ଏହା ଧର୍ମଭାବର ବିକାଶରେ ସାହାଯ୍ୟ କରିଥାଏ। କେବଳ ଏତିକି ନୁହେଁ, ବରଂ ଅନୁତାପଜନିତ ପ୍ରେରଣା ବଳରେ ଧର୍ମଭାବ ମାନବ ହୃଦୟରେ ବିଶେଷ ଭାବରେ ଦୃଢ଼ୀଭୂତ ହୋଇ ତାହାର ଭବିଷ୍ୟତକୁ କ୍ରମଶଃ ପ୍ରମାଦଶୂନ୍ୟ କରିଦେଇଥାଏ। ବାସ୍ତବିକ ନିଜର
ବିଗର୍ହିତତା ନିମିତ୍ତ ଅଶ୍ରୁକଣା ବିସର୍ଜନ କରି ମାନବ ଯେତେବେଳେ ତାହାର କଳୁଷିତ ପ୍ରାଣର ଶୁଦ୍ଧି ସମ୍ପାଦନ କରେ ଏବଂ ତାହା ସଙ୍ଗେ ସଙ୍ଗେ ଯେତେବେଳେ ସେ ଅବିଚଳିତ ଚିତ୍ତରେ ତାହାର ଧର୍ମପଥ ଅବଲମ୍ବନ କରେ, ସେତେବେଳେ ତାର ପ୍ରାଣରେ ଯେଉଁ ଶାନ୍ତି ଓ ପବିତ୍ରତା ଉପଲବ୍ଧ ହୁଏ, ତାହାର ତୁଳନା ବିଶ୍ୱଜଗତରେ ଅତି ବିରଳ। ତେଣୁ କୋଉ ଅନୁତାପ ପରିପୂରିତ ଜୀବନ ଅନନ୍ୟ ଜୀବନ ଅପେକ୍ଷା ବହୁ ପରିମାଣରେ ଉନ୍ନତ ଓ ଦୃଢ଼ୀଭୂତ। ନାନା ପ୍ରଭୃତିର ଅଧୀନ ହୋଇ ଆମ୍ଭେମାନେ ଯେଉଁ ଅବୈଦିକ କାର୍ଯ୍ୟମାନ ସମ୍ପାଦନ କରୁ, ଏଥିନିମିତ୍ତ ଗଭୀର ଅନୁତାପ ଅନୁଭବ ନ କରି କାର୍ଯ୍ୟକ୍ଷେତ୍ରରେ ଅଗ୍ରସର ହେଲେ ଜୀବନ କ୍ରମଶଃ ସେ ବିପଥରେ ଅଭ୍ୟସ୍ତ ହୋଇପଡ଼େ ଏବଂ ଏହି ଅଭ୍ୟାସର ପରିଣାମ କେବଳ ଗୋଟିଏ କଳଙ୍କିତ ଜୀବନ ଛଡ଼ା କିଛି ନୁହେଁ। ମାତ୍ର ପକ୍ଷାନ୍ତରେ ଯଦି ଆମ୍ଭେମାନେ ଜୀବନରେ ସ୍ଖଳନ ନିମିତ୍ତ ହୃଦୟର ବେଦନା ଅନୁଭବ କରି ଆମ୍ଭମାନଙ୍କ ପ୍ରକୃତ ଗତିପଥ ସ୍ଥିର କରୁ, ତାହାହେଲେ ଭବିଷ୍ୟତରେ ଏହି ସ୍ଖଳନର କୌଣସି ସମ୍ଭାବନା ରହେ ନାହିଁ। ଫଳତଃ ଜୀବନ ନିଷ୍କଣ୍ଟକ ଓ ଧର୍ମାତ୍ମକ ହୋଇପଡ଼େ। ସୁତରାଂ ଅନୁତାପ ଜୀବନର ଉତ୍କର୍ଷ ବିଧାନରେ ଗୋଟିଏ ପ୍ରଧାନ ସହାୟ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ସେହିପରି ମାନବର ଜ୍ଞାନାର୍ଜନ ଓ ସୁଖ ସାଧନରେ ମଧ୍ୟ ଅନୁତାପ ତାହାର ଶୋଧକ ଶକ୍ତି ପ୍ରକାଶ କରିଥାଏ। ଜ୍ଞାନ ପିପାସୁ ତାହାର ପ୍ରାଣରେ ନିଜ କର୍ତ୍ତବ୍ୟର ମହତ୍ତ୍ୱ ଓ ଦାୟିତ୍ୱ ଉପଲବ୍ଧି ନ କଲେ କୌଣସି ମତେ ସିଦ୍ଧିଲାଭ କରିପାରିବ ନାହିଁ। ମାତ୍ର ଏହି ମହତ୍ତ୍ୱ ଓ ଦାୟିତ୍ୱର ଉପଲବ୍ଧି ପ୍ରାଣର ବ୍ୟାକୁଳତାରୁ ଉତ୍ଥିତ ନ ହେଲେ ତାହାର ଜ୍ଞାନରାଜ୍ୟରେ ସମସ୍ତ ଚେଷ୍ଟା ପଣ୍ଡ ହୋଇଯିବ। ନିଜର ଅଜ୍ଞାନତା ଉପଲବ୍ଧି କଲାପରେ ହୃଦୟ ମଧ୍ୟରେ ଯେଉଁ ଶୋଚନା ଉତ୍ପତ୍ତି ହୁଏ, ତାହାର ଉତ୍ତାପରେ ପ୍ରଣୋଦିତ ହୋଇ କାର୍ଯ୍ୟ କରିବା ଦ୍ୱାରା ମାନବ ଯେଉଁ ପବିତ୍ର ସିଦ୍ଧି ଓ ଆନନ୍ଦ ଲାଭ କରେ, ତାହା କେବେହେଁ ଅନ୍ୟ ଉପାୟରେ ଅର୍ଜିତ ହୋଇପାରିବ ନାହିଁ। ସୁଖ ସମ୍ବନ୍ଧରେ ଠିକ୍ ସେହି କଥା। ପ୍ରକୃତ ସୁଖସମ୍ଭୋଗ ଏବଂ ତାହାର ମାଧୁରୀର ଉପଲବ୍ଧ ଦାୟିତ୍ୱହୀନ ଏବଂ ସହଜ ଜୀବନଧାରୀ ମାନବ ପ୍ରାଣରେ କୌଣସି କାଳେ ଉପଲବ୍ଧ ହୋଇନାହିଁ କି ହେବ ନାହିଁ। ନିଜର ଦୁଃଖର କାରଣ ସମସ୍ତ ଅବୈଧତା ଦୂର କରି ପ୍ରକୃତ ପଥରେ ପରିଚାଳିତ ହେବାର ମାନବର ପ୍ରକୃତ ସୁଖ ନିହିତ ଅଛି। ଯେତେବେଳ ପର୍ଯ୍ୟନ୍ତ ମାନବ ନିଜର ଅବୈଧତାର ଦୁଃଖିତ ଓ ଅନୁତପ୍ତ ହୋଇନାହିଁ, ଯେ ପର୍ଯ୍ୟନ୍ତ ସେହି ଦୁଃଖ ଅନୁତାପରୁ ଉତ୍ପନ୍ନ ନିଷ୍ଠାରେ ଚାଳିତ ହୋଇ ନିଜ ଜୀବନର ଉତ୍କର୍ଷ ବିଧାନ କରିନାହିଁ, ସେ ପର୍ଯ୍ୟନ୍ତ ତାହାର ପ୍ରକୃତ ସୁଖଲାଭ କରିବାର କୌଣସି ଅଧିକାର ଆସିନାହିଁ ବୋଲି ଭାବିବାକୁ ରହିବ। ଏଇଠି ଶେଷ ହେଲା ରତ୍ନାକର ପତିଙ୍କର ପ୍ରବନ୍ଧ ଅନୁତାପ। ରହିଲି, ନମସ୍କାର।